ମାର୍ଚ୍ଚ ମାସ 3 ତାରିଖ ମଙ୍ଗଳବାର ଅର୍ଥାତ୍ ଆଜିକାର ପାଣିପାଗ ଅପଡେଟ୍ ଖବର ଆସିଯାଇଛି। ତେବେ ପୁଣି ଆସୁଅଛି କାଳବୈଶାଖୀ ବର୍ଷା ଅର୍ଥାତ୍ ଦୁଇଟି ପଶ୍ଚିମା ଝଡ଼ ଆସୁଥିବାରୁ ରାଜ୍ୟରେ ମାର୍ଚ୍ଚ ମାସ 4 ତାରିଖରୁ 3 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ତେବେ ଆସନ୍ତୁ ନଜର ପକାଇବା ପାଣିପାଗ ବିଭାଗର କ'ଣ ରହିଛି ସୂଚନା, ଆଉ କେଉଁ ଜିଲ୍ଲାମାନଙ୍କରେ ବର୍ଷା ବିଜୁଳି ଘଡ଼ଘଡ଼ି ହେବ ସେସବୁର ସମ୍ପୂର୍ଣ୍ଣ ଖବର ସହିତ ଆସନ୍ତା 24 ଘଣ୍ଟା ମଧ୍ୟରେ ପାଣିପାଗର ସ୍ଥିତି କିପରି ରହିବ ସେସବୁର ସମ୍ପୂର୍ଣ୍ଣ ଖବରଟି ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବେ ଦେଖନ୍ତୁ। ଆଉ ଯଦି ତା ପୂର୍ବରୁ ଆମ ଓଜେନ୍ ଓଡ଼ିଆ ଚ୍ୟାନେଲଟିକୁ ନୂଆ କରି ଆସିଥିଲେ ଏବେ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ, ଆଉ ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ। ଆଗକୁ ମଧ୍ୟ ଏହିପରି ପାଣିପାଗ ସମ୍ବନ୍ଧୀୟ ଟେକ୍ନିକ୍ ଅପଡେଟ୍ ଖବରଗୁଡ଼ିକ ସର୍ବପ୍ରଥମେ ଜାଣିବା ପାଇଁ। ତେବେ ଉତ୍ତର ପଶ୍ଚିମରୁ ଗ୍ରୀଷ୍ମ ପ୍ରଭାବ ଯୋଗୁଁ ଦିନ ବେଳେ ସୂର୍ଯ୍ୟ କିରଣ ଗରମକୁ ତୀବ୍ର କରିଦେଉଛି। ତେବେ ରାଜ୍ୟରେ ଉତ୍ତର ପଶ୍ଚିମ ଭାଗରେ ତାପମାତ୍ରା ବୃଦ୍ଧି ପାଇବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଅନ୍ୟପକ୍ଷେ 30ରୁ 35 କିଲୋମିଟର ବେଗରେ ଗରମ ପବନ ବୋହିପାରେ ବୋଲି ପାଣିପାଗ ବିଭାଗ କହିଛି। ତେବେ ଗରମ ବୃଦ୍ଧି ସାଙ୍ଗକୁ 4 ଦିନ ମଧ୍ୟରେ ଅର୍ଥାତ୍ ମାର୍ଚ୍ଚ ମାସ 4ରୁ 8 ତାରିଖ ମଧ୍ୟରେ ଦୁଇଟି ପଶ୍ଚିମା ଝଡ଼ ସକ୍ରିୟ ହେବ, ଯାହା ଆଇଏମ୍ଡି ପୂର୍ବାନୁମାନ କରିଛି। ତେବେ ଗୋଟିଏ ପଶ୍ଚିମା ଝଡ଼ ମାର୍ଚ୍ଚ ମାସ 4 ତାରିଖ ସକ୍ରିୟ ହେବ, ଆଉ ଅନ୍ୟଟି ମାର୍ଚ୍ଚ ମାସ 6 ତାରିଖ ପଶ୍ଚିମ ହିମାଞ୍ଚଳ ଅଞ୍ଚଳରେ ଏକ ପଶ୍ଚିମା ଝଡ଼ ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ତେବେ ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟରେ 18ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବା ଜିଲ୍ଲାଗୁଡ଼ିକ ହେଉଛି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ଗଜପତି, ଗଞ୍ଜାମ, କନ୍ଧମାଳ, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ରହିଥିବା ବେଳେ ମାର୍ଚ୍ଚ ମାସ 4 ତାରିଖରୁ ଦିନରେ ଗରମ, ସନ୍ଧ୍ୟାବେଳରେ ଘଡ଼ଘଡ଼ି ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।